नमस्कार डिवोर्स एक नूतन अध्याय को मु निकिता आपण मानक स्वागत करुच्ची। समस्त मनरे थाए गोटे सुंदर स्वस्थ आ हस खुशी संसार। समस्ते समस्त प्रति विश्वासी होइथिबे। अन्य को दोष देवा पूर्व निज त्रुटि को सुधारिवार मानसिकता थिबो ताले से संसार रे स्वर्ग सुख अनुभव हबो। किंतु ए कहानी रे कोन घटुची आसंतु देखिबा। अरे अपा रुद्र दादा नमस्कार खुड़ी नमस्कार। हाँ बस भाई आसबी आसबी बोली भाबुली आसी पारु नथिले। आउ समीर रो खबर कौन फोन फान करूची ना नहीं? गला दिन थरे जमा फोन करूची। केमितिका पिला कि जाने बाहा कि जाइची जे जाइची आसीबार ना गंधि भी धरुनी। अरे माँ अली अरे कौन करुचु? रुद्र पाई कपे चा करके आनिलु? ना ना खुड़ी थाउ एबे परा मु घर चा पी के आसिली। अरे जेते पीले कौन हैला तू कौन हमको पर बोली भाबुचु? नहीं नहीं खुड़ी से कथा नहीं जे माने कथा कौन। हाँ दे रुद्र को दे। नुआ बोटा अष्टमंगला परठारु समु जाइछि जे जाइछि अरुटे कोन ताको छुट्टी मिलुनी। यस यस जाऊँ गोटे मिनट ओके। सॉरी बाबा टिके लेट हो गया। एटा को नुआ कथा कि एमती आगरु केते थर हेलाणी। ओहो फोन टा को स्विच ऑफ कला। सोमु फोन उठेला दायित्व बोली तार किछि नाही। नुआ बहुटा को घरे छाड़ी दे जाइछि। आम बुढ़ा बुढ़ी कथा मन न पड़ा ना हेले
ହଉ ବୋଉ ହଉ। ଖୁଡ଼ି ଖୁଡ଼ି ଭାଉଜଙ୍କ ମନ ଦୁଃଖ ଅଛି କି? ହବନି। ସୋମୁଟା ଯୋଉ ଭଳି ହାବ ଭାବ କରୁଛି ଏ ଦୁନିଆରେ କୋଉ ସ୍ତ୍ରୀ ସହିବ କହିଲ? ହଉ ଛାଡ ସେସବୁ କଥା। ଏ ବ୍ୟାଗରେ କଣ ଆଣିଛୁ? କିଛି ପରିବା ଆଉ ବାଡ଼ିରେ ମୁଗ ହେଇଥିଲା ତ ନେଇ ଆସିଛି। ତୁ କାଇଁ ଏସବୁ ଆଣୁଥିଲୁ କହିଲୁ? ଆପଣ ନିଅନ୍ତୁ ନା, ନିଅନ୍ତୁ। ହଉ ତୁ ଏଇଠି ବସ୍ଥା, ଆଜ୍ଞା। ମୁଁ ବ୍ୟାଗ ରଖିଦିଆଉଛି। ତୁ କେତେବେଳେ ଆସିଲୁ? କେତେବେଳେ ମାନେ କଣ? ହଁ ତମେ ତ ଘରେ ନଥିଲ। ପିଲାଟା ଏକୁଟିଆ ବସି ବସି ବିରକ୍ତି ହେଇଯିବନି। ଜାଣିଛ ବାଡ଼ିରୁ ମେଚାଏ ଖଣ୍ଡେ ପରିବା ଆଉ ଘରୁ ମୁଗ ନେଇକି ଆସିଛି। ମୁଁ ତାକୁ କଣ ଦେବି କହିଲ? କିଛି ଦେବା ଦରକାର ନାହିଁ ଖୁଡ଼ି, ଖାଲି ଟିକିଏ ସ୍ନେହ ଆଉ ଆଶୀର୍ବାଦ ଦେଇ ଦିଅନ୍ତୁ, ବାସ୍ ସେତିକି ମୋ ପାଇଁ ଯଥେଷ୍ଟ। କାହିଁକି ରେ ବାପା, କାହିଁକି ତୁ ଆମକୁ ଏତେ ଋଣୀ କରିଦଉଛୁ? ଦାଦା ଆପଣ ବି ଶେଷରେ ଏମିତିଆ କଥା କହିଲେ? କେମିତି ଆଉ କହିଥାନ୍ତେ? ଆପଣ ସୁନା ତ ଭେଣ୍ଡି, ଆମେ ମଲୁ କି ଗଲୁ ତାର କଣ ଟିକେ ଚିନ୍ତା ଅଛି? କଣ ଟିକେ ହେଇଗଲେ ତୁ ଯେମିତି ଦୌଡ଼ି ଆସୁଛୁ, ତତେ ଆଉ କଣ କହିଥାନ୍ତେ କହିଲୁ ବାପା? ମା ସନ୍ଧ୍ୟା ହେଇ ଆସିଲାଣି, ମୁଁ ଯାଇ ଲୁଗାପଟା ତୋଳି ଆଣିବି। ହାଲୋ ହାଲୋ, କଥା ହବା ଭିତରେ ଏତେ ଗୁଡେ ବେଳ ହେଇଗଲାଣି, ମୋର ଜମା ଧାରଣା ନାହିଁ। ହଁ ମା ତୁ ଯା ଲୁଗାପଟାକୁ ନେଇ ଆସିବୁ ଯା। ମୁଁ ଯାଉଛି ପୁଅ, ମୁଁ ସଞ୍ଜବତୀ ବଳିଲେ ମଳି ଆସି ସଞ୍ଜ ଦବ। ଏଇ ନିଅ ବେଗ ନିଅ। ମୋର ବି ଗୋଡ଼ ହାତ ଦେଇ ପ୍ରାର୍ଥନା କରିବାର ବେଳ ହେଇଗଲାଣି। ତାହେଲେ ମୁଁ କାହିଁ ଏକୁଟିଆ ବସିବି? ମୁଁ ତାହେଲେ ଆସୁଛି ଦାଦା। ହଉ ତୁ ଯା। ହଁ ଭାଇ ନ କହ କଣ ହେଲା? ଏଇ ଟିକେ ଶୁଣିଲ, ହଁ ବୋହୁଟା ସିନା କାହାକୁ କିଛି କହିପାରୁନି, ହେଲେ ସବୁବେଳେ ମୁହଁ ଲୁଚେଇ କାନ୍ଦୁଛି। ମୁଁ କଣ କରିବି କହିଲ? ହଁ ପୁଅଟା ତ ହଉଛି ଆମର ମଣିଷ, ବାହା ହେଇ ଯାଇଛି ଯେ ଯାଇଛି, ଏପର୍ଯ୍ୟନ୍ତ ବି ତାର ଦେଖା ନାହିଁ। ତମେ ଗୋଟେ କାମ କଲ, ତମେ ରୁଦ୍ରକୁ ସାଙ୍ଗରେ ନେଇ ତା ପାଖକୁ ଯାଅ, ତାକୁ ଯେମିତି ହେଲେ ସାଙ୍ଗରେ ନେଇକି ଆସିବ। ମୁଁ କଣ ତା ଘର ଠିକଣା ଦେଖିଛି? ମୁଁ ତା ପାଖକୁ ଯିବି? ବରଂ ତମେ ଗୋଟେ କାମ କର, ବୋଉକୁ କୁହ ମୋ ଫୋନରୁ ମୋ ଦେହ ଖରାପ ହେଇଛି ବୋଲି SMS କରିବ। ତମେ କାହିଁ ସେ କାଳ କଥାଟା ତୁଣ୍ଡ ଧରିଛ କହିଲ? ଆରେ ବାବା ତମେ ଦେଖିବ SMS ପାଉ ପାଉ ସେ କେମିତି ଦୌଡ଼ି ଦୌଡ଼ି ଆସିବ। ବାପାଙ୍କର ଦେହ ଖରାପ? ନା ନା, ମତେ ଯିବାକୁ ପଡିବ। ଆରେ ସମୀର, ଏବେ ଆସିଲ ବୋଧେ?
ହଉ ଭିତରକୁ ଯା। ବୋଉ ଏ ବୋଉ ସୋମୁ ମୋ ଧନ କେତେ ଝଡି ଯାଇଛି। ହେଲା 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 ବୋଉ ହେଲା। ବାପାଙ୍କର କଣ ହେଇଛି? ମୋର କିଛି ହେଇନି। ଆଗ କହ ତୋର କଣ ହେଇଛି? ଆରେ ହେ ତୁ କାଇଁ ଫୋନ କରୁନଥିଲୁ? କାଇଁ ଘରକୁ ଆସୁନଥିଲୁ? ଆଚ୍ଛା ମୋର ଖାଲି ଘରକୁ ଆସିବା ପାଇଁ ତାହେଲେ ମତେ ମିଛରେ ଏସଏମଏସ୍ କରାହେଇଛି ନାଇଁ? ତମାନେ କଣ ଜାଣିନ ମୋର ଅଫିସରେ କେତେ କାମ ବୋଲି? କାମ 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 କି କାମ କରୁଛୁ କିରେ? ହଁ ଘରେ ବୁଢା ବାପା ମା ତ ନୂଆ ବିବାହିତା ସ୍ତ୍ରୀ କଥା ବି ଭୁଲି ଗଲୁ? ଆରେ ହେ ତୁ ମଣିଷ ନା ପଥର? ଓହୋ ବାପା କଣ ବାପା ପାଉଛୁ? ହଁ ଆରେ ତୁ ତ ଘରକୁ ଆସୁନଥିଲୁ। ଏ ଫୋନ କରିବା ପାଇଁ ଟିକେ ତୋ ପାଇଁ ସମୟ ନଥିଲା। ଓହୋ ଛୁଆଟା ମୋର ଘରେ ପାଦ ଦଉ ଦଉ ତାପରେ ବରସିଗଲ। ତମର ଧୈର୍ଯ୍ୟ ବୋଲି ଟିକେ ନାହିଁ। ଚାଲୁ ବାପା ଆଗେ ମୁହଁ ହାତ ଧୋଇ କଣ ଦିଟା ଖାଇଦେବୁ ତାପରେ ଆମେ ସମସ୍ତେ ସାଙ୍ଗ ହେଇ କଥା ହବା। କଥା ହବା ନୁହେଁ ତାକୁ କହିଦିଅ ତାର ଯଦି ଘରକୁ ଆସିବାର ଇଚ୍ଛା ନାହିଁ ତାହେଲେ କାଲି ସକାଳୁ ବୋହୂକୁ ସାଙ୍ଗରେ ନେଇ ସେ ଚାଲିଯିବ। ହଉ ହେଲା ସେଇଆ ହିଁ ହବ। ଚାଲୁ ବାପା ଚାଲେ କଣ ଦିଟା ଖାଇଦେବୁ ଚାଲେ। ମା ଅଳି ମୋ ସୋମ ପାଇଁ କଣ ଦିଟା ଖାଇବାକୁ ବାଢିଲୁ। ହଁ ବୋଉ ଯାଉଛି। ଚାଲ ବାପା ଚାଲ ଚାଲେ ମୋ ଧନଟା ପା। ଦିଟା ତାଲା କିଏ ପକେଇଲା? ମୁଁ ପକେଇଛି। 4 ମାସର ପଇସା ବାକି ଅଛି। ତମର କଣ ମନେ ନାହିଁ? ମାଗିଲେ କହୁଛ ନା ଆଜି ଦେବି କାଲି ଦେବି ମାସେ ପରେ ଦେବି। ସବୁତକ ଭଡା ଦିଅ ତାପରେ ଚାବି ଖୋଲିବି। ଇଏ ହଉଛି ମୋ ୱାଇଫ। ଆଜି ବି ତାକୁ ମୁଁ ଗାଁରୁ ନେଇକି ଆସିଛି। ମୁଁ ଆପଣଙ୍କୁ କଥା ଦଉଛି ଆପଣ ଜମା ବ୍ୟସ୍ତ ହୁଅନ୍ତୁନି। ଏଇ ମାସର ଦରମା ପାଇଲେ ମୁଁ ଆପଣଙ୍କୁ ସବୁ ପଇସା ଦେଇଦେବି। ନାଇଁ ନାଇଁ ତମେ କେତେ ଥର କଥା କହିଛ ଆଉ ମୁଁ ଶୁଣିବିନି। ଏଇ ଥରକ ମୋ କଥା ରଖନ୍ତୁ ଆଜ୍ଞା। ତମ କଥା ତମ ନାଁଟା କଣ? ମୋ ନାଁ ଅଳକା। ଝିଅ ମୁହଁ ଚାହିଁକି ଚାବିଟା ଦେଲି। ଏଇ ମାସ ଦରମା ପାଇଲେ ଆଜ୍ଞା ଆପଣଙ୍କର ସବୁ ବାକି ପଇସା ମୁଁ ଦେଇଦେବି ଆପଣ ଚିନ୍ତା କରନ୍ତୁ। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ନାଇଁ? ବୁଝିପାରିଲିନି। ବୁଝିପାରିଲନି? ଛୋଟ ପିଲା ତମେ କ୍ଷୀର ପିଉଛ। ଗାଁରେ ରହିକି ତ ଯାହା କରୁଥିଲ ଏଠି ଆସୁ ଆସୁ ପୁଣି ତମର ଆରମ୍ଭ ହେଇଗଲା ନାଇଁ? କଣ ଏମିତି କହୁଛ? ମୁଁ ସତରେ ବୁଝିପାରୁନି। ମୋ ଘର ମାଲିକ କଣ ତମର ଆଗରୁ ସମ୍ପର୍କୀୟ? ତା ସହିତ ଏମିତି ହସିକି କଣ ପାଇଁ କଥା ହଉଥିଲ? ଓହୋ ବାବା
ସେ ମୋତେ ନାଁଟା ପଚାରିଲେ ମୁଁ କହିଦେଲି ଏଥିରେ ଏତେ ରାଗିବାର କ'ଣ ଅଛି? ଛାଡ଼ ସେ କଥା। ଥଣ୍ଡା ପାଣି କୋଉଠି ଅଛି କହିଲ? ଥଣ୍ଡା ପାଣି ଟିକେ ପିଇଦେଲେ ତମ ମୁଣ୍ଡ ଥଣ୍ଡା ହେଇଯିବ, ତାପରେ ଆମେ ବସି। ଥାଉ ଥାଉ, ମୋ ପାଖରେ ଏତେ ସମୟ ନାହିଁ। ଶୁଣ, ସେପଟେ ହଉଛି ରୋଷେଇ ଘର, ଆଉ ଏଇଟା ହଉଛି ଗାଧୁଆ ଘର। ଆଉ ରୋଷେଇ ଘରେ ଫ୍ରିଜ୍ ଅଛି। ହଁ ହ୍ୟାଲୋ, ଏଇ 10 ମିନିଟ୍ରେ ପହଞ୍ଚିଲି। टेंशन नहीं साଙ୍ଗେ ସାଙ୍ଗେ ଯାଇ ପହଞ୍ଚି। ଓକେ ହଁ, ଆରେ ବାବା ପହଞ୍ଚୁଛି। ଓକେ ଓକେ ଓକେ। ये जेमिति गोटे अकुआ सत्य जोटा जमारू ग्रहणीय नुहे। विशु परे अनेक हीनमती पुरुष जो माने घरे घरे मनोरंजन खोजती, मुहरे गोटे कथा आ अंतरे आउ गोटे कथा। आम संस्कृतिर भावधारा रे आवश्यकता ठारू अधिक साहाय्य करने को आगे आसती। जड़े अन्य जन को साहाय्य करने भूल नुहे, किंतु ए परिस्थिति को सूक्ष्म भाव में अनुभव करी यदि रोका न जाए ताहले दुखर निआरे कोहलिबार बेस संभावना थाए। सबु थाई किछि नथिया परी अनेक लोक कुआरे हजे नईरे खोजती। समीर विवाहित, घरे गोटे सुंदर स्त्री, किंतु से ता प्रेमिका पछरे बाया। पारिवारिक विश्वास को खंडन करी पाइछे कौन? से ता स्त्री को अवहेला करिछे काहेकि? अरे कौन है? मो फोन काटुच, तुम बारंबार कहीं फोन कर? 3 दिन हेलानी तमर किछि खोज खबर नाही। फोन टाको स्विच ऑफ कर रखिछ। आज फोन लागिला बेलको तमे काटी दउछ। मु विरक्ति हवा कथा, उल्टी तमे। सॉरी डार्लिंग, एक्चुअली मुझे टेंशन रे अछि तो। की टेंशन? नहीं माने मुझे गांव को जाइथिली तो। हाँ ठीक अछि, असुविधा कौन? अरे सेठी फोन स्विच ऑफ करिवार कोन दरकार? सेठी नेटवर्क रो बहुत प्रॉब्लम, तमे बुझु न, खालटारे एते कथा पचाउछ। हाँ ठीक अछि, तमे रागनी। आस जिबा। कुआडे जिबा? मोर किछि मार्केटिंग करिवार अछि, चलो जिबा। हां जे, किंतु प्लीज सबुले किंतु कही मो मन भांगनी। आज बेसी किछि किनिबार नै। आज मार्केट रे गोटे लेटेस्ट मोबाइल आछि, सेटा किनिबा। मात्र दाम 11,700। देखिबा को पूरा क्यूट हेछि। चलो ना, चलो जिबा। हे भगवान, ये तो मोर है कि नहांती। एबे मु कौन करिबी? मोबाइल किଣା ହେଇଛି काहा पाई?
ହେଇ ଚା କରି ଆଣିବି। हाँ ठीक है चाह क्षीर तो नथिबो गल गल क्षीर टे नहीं आसबो जाओ हेले कोठू हाँ कोट माने कह ये हम रास्ता आर पटे गोटे चा दुकान नहीं से क्षीर भी मिले जाओ 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 टे प्लीज 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 जाओ मुझे शोबे अरे तमें अरे रुद्र भाई तमे क्षीर नहीं गैस तो डेरी कौन है नेगी तो आसिली डेरी कौन शुण एटा गाँ नुहे बुझल सर नमस्कार सर सर आपण नंबर पाई फोन करते आम कम टी अलग पारिबी सर सब जिन मोबाइल रे ही कम ठीक समय क्लाइंट मान पाखे जिनस पहुंची जा दरकार हेले कामटा तो कहतु ढेर तरीका एते डाकुची शुणा जाऊनी टका ताले एठी कौटी रोचे न शुणिला ना किंतु जना तो पड़गला टका कौटी रोचे सेठी सिना दीटा बुढ़ा बुढ़ी ताको जोगी थिले सेइथि किछि घटना घटी पारु नथिला हेले एठी देख सकाळु सकाळु मो मुंड गरम करनी कहि दउची नहले नहले नहेले नहेले कौन मारू ना मारी 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 दियो सबुदिन मरिबा अपेक्षा गोटे दिन रे मरि जिबा भलो मु जानि छी तू मते केबे भी शांति रे रखै दबुनी हा कौन भूल करछि तम जीवन रे जदी आउ की अछि मते काई बाहाउतलो मना कर देलनी तम बापा मां को से माने जदी मो कथा सुनी थाते मु आज ए परिस्थिति रे नथांती हा जानि छी डार्लिंग तमे हो बहुत हाई फाई घर रो झियो आ आमे अरे अमर हाँ सब भल आउ जो 7 मास है जो कॉस्मेटिक नहीं कहीं कौन अरे पैसाटा देख समीर पैसा तो दौनु दौनु मु दुकान बाटे गला बेलू तू मु एपट सेपट करके पलाऊ
टोकी धरी गला तो भलसे बुलाऊँ काली सुधा नहीं दुकान में पैसा दे दे आसबू ना तोर मोर संपर्क भल रही এই দোকানରୁ তুমি বাকি ନେଇଥିଲ नहीं କଣ ନେଇଥିଲ ମୋ ପାଇଁ ନେଲ୍ ପଲିଶ ଏତେ ଶସ୍ତା ନେଲ୍ ପଲିଶ ଛି ଛିଟା अलका अलका ଆଜି ଗାଁକୁ ଫୋନ୍ କରି ସବୁ କଥା କହିବାକୁ ପଡ଼ିବ। ସ୍ୱାମୀ ଯେତେବେଳେ ଛାଡ଼ି ଦେଇ ଚାଲି ଆସିଲା ଶାଶୁ ଶ୍ୱଶୁରଙ୍କ ପାଖରେ ଭଲରେ ଦିଟା ଖାଇବାକୁ ମିଳୁଥିଲା। ସ୍ୱାମୀ ସାଙ୍ଗରେ ଜିଦି କରି ଆସିଲି ଯେ ମହାରଗରୁ ଆସି କାନ୍ତାରରେ ପଡ଼ିଗଲି। ଏଠି ରହିଲେ ତ ମୁଁ ଉପାସରେ ମରିଯିବି। अलका आसिया पे केते समय लागुच ଆରେ ମୁଁ ରୋଷେଇ ଘରେ ଥିଲି, ଡାକିଲ ସାଙ୍ଗେ ସାଙ୍ଗେ ଆସିଲି। रोसई कोन करछ ଅଟା ଚାଉଳ କିଛି ନାହିଁ, ତମକୁ କାଲିଠୁ କହିଥିଲି ସଉଦା ଆଣିବା ପାଇଁ। शिट ऑफिस रे एते काम जे घर कथा बुझवा को पाखे समय ही नहीं आ तमे भी ना सेम मफसली आइक रही घरे जदि सौदा पत्र नहीं पड़िसा घर आनी चलई देला हबनी पाखे ग्रोसरी दुकान आनी चलई देला हबनी ना ଆଚ୍ଛା ପଡ଼ିଶା ଘରକୁ ମୁଁ ଯିବି ଧାର ମାଗିବାକୁ? ଏକଥା ପୁଣି ତମେ କହୁଛ? ଶୁଣିକି ତ ମତେ ଜମା ବିଶ୍ୱାସ ହଉନି। माने କାହା ସାଙ୍ଗରେ ମୁଁ କଥା ହେଲେ ତମେ ଭଡା ଘର ବଦଳେଇ ଦଉଛ, ଆଉ ମୁଁ ଯଦି କାହାଠୁ ଟଙ୍କା ଧାର ଆଣେ थाओ थाओ कामड़ तो मैनेज कर पालु गपुचु कौन सुन चूड़ा की बिस्कुट जहाँ भी अच्छी खाई आज राति एडजस्ट कर मोर ऑफिस रे पार्टी थिला हम खाई दे आछि चारि मासर पैसा बाकी अछि तमर कौन मने नहीं क्षीर नहीं गैस वाले तो डेरी कौन है ନେଇକି ତ ଆସିଲି, ଡେରି କଣ? ନହେଲେ ନହେଲେ କଣ? मु जानी तू मते केबे भी शांति रे रखी दबुनी ତମ ଜୀବନରେ ଯଦି ଆଉ କିଏ ଅଛି ମତେ କାଇଁ ବାହା ହଉଥିଲ? ମନେ କରିଦେଲନି ତମ ବାପା ମାକୁ? ଦାୟିତ୍ୱ ବୋଲି ତାର କିଛି ନାହିଁ। ନୂଆ ବୋହୂଟାକୁ ଘରେ ଛାଡ଼ି ଦେଇ ଯାଇଛି ଯେ ଯାଇଛି। କାହା ସାଙ୍ଗରେ ମୁଁ କଥା ହେଲେ ତମେ ଭଡା ଘର ବଦଳେଇ ଦଉଛ, ଆଉ ମୁଁ ଯଦି କାହାଠୁ ଟଙ୍କା ଧାର ଆଣେ चूड़ा की बिस्कुट जहाँ भी अच्छी खाई आज राति एडजस्ट कर मोर ऑफिस रे पार्टी थिला हम खाई दे आछि
ଜଣକ ତା ସ୍ୱାମୀଠୁ ଦୂରରେ ଥାଇ ଯେତିକି ଦୁଃଖରେ ଥିଲା ଏବେ ପାଖରେ ଥାଇ ବି ତାଠୁ ଅଧିକା ଦୁଃଖୀ। ତା ଦୁଃଖର ଯେମିତି ଅନ୍ତ ନାହିଁ। ଅପରାଧୀ ନ ହେଇ ବି ସେ କାହିଁକି ନିନ୍ଦା ଶୁଣିବ? ସ୍ୱାମୀର ସବୁ ନିର୍ଯାତନା ସହିବି ନିଜର ଆନୁଗତ୍ୟ ଜାରି ରଖିଥିଲେ ବି ପୁଣି ସେ କାହିଁକି ଅବହେଳିତ ହବ? ଏହାର ଅନ୍ତ କୋଉଠି? ସେ କଣ ତାର ସ୍ୱାମୀର ସଂସାରକୁ ପୁଣି ଥରେ ହସ ଖୁସିରେ ଫେରି ପାଇବ? ସମୀର କଣ ଭଲ ବାଟକୁ ଆସିପାରିବ? ଦେଖୁଛି ଏଠିକି ଆସିଲା ପରଠୁ ଗୋଟେ ପରେ ଗୋଟେ ନୂଆ ନୂଆ ଘରକ ତିଆରି କରୁଛୁ। ତମେ ଏମିତି କଣ କହୁଛ? ମୁଁ ନଥିଲା ବେଳେ ଘର ମାଲିକ ଏଇ ଘର ଭିତରକୁ କଣ ପାଇଁ ଆସିଥିଲା? ଭଡା ମାଗିବାକୁ। ମୁଁ ନଥିଲା ବେଳେ ତତେ ଭଡା ମାଗିବାକୁ ଆସିଥିଲା? ନା ତୁ ତାକୁ ଏଠିକି ଡକାଇଥିଲୁ? ହେ ଭଗବାନ, ତମେ ମତେ? ହଁ ତତେ। ସେଦିନ କ୍ଷୀର ନେଇ ଆସିଲା ବେଳେ କାହା ସାଙ୍ଗରେ କଥା ହଉଥିଲୁ? ଆରେ ସିଏ ତ ଆମ ଗାଁର ରୁଦ୍ର ଭାଇ। ରୁଦ୍ର ସେଠି କଣ ହେଲା ତମର? ପୁରୁଣା ପ୍ରେମ। ତୁ ଏଠିକି ଆସିଲା ପରେ ସିଏ ଆଉ ଗାଁରେ ରହିପାରିଲା। ତୋ ବିରହକୁ ସହି ନ ପାରି ସିଏ ବି ତ ପଛେ ପଛେ ଚାଲି ଆସିଲା ନାଇଁ? ମୁହଁ ସମ୍ଭାଳି କଥାବାର୍ତ୍ତା କର। ତୁ ଗାଁରେ ରହି ରୁଦ୍ର ସାଙ୍ଗରେ ଭାବ ଲଗଉଥିଲୁ ବୋଲି ସିଏ ଆମ ଘରକୁ ସବୁଦିନ ଆସୁଥିଲା। ଆଉ ତୁ ତା ସାଙ୍ଗରେ ଡରେ ନାଥିଲୁ। ତମେ ମତେ ସନ୍ଦେହ କରି ମୋ ଚରିତ୍ରରେ ଆଉ କଳଙ୍କ ଲଗାଅନି। ଏବେ ତ ଚରିତ୍ରରେ କଳଙ୍କ ନୁହଁ, ତୋ ଭଳିଆ ଗୋଟେ କଳଙ୍କିତ ନାରୀକୁ ମୁଁ ଆଜି ମାରିଦେବି। ଆଉ ଦେଖିବି କୋଉ ପ୍ରେମିକ ଆସି ତତେ ବଞ୍ଚେଇ ଦେବେ। ଶେଷରେ ମତେ ମାରିବା ପାଇଁ ତୁ ଚକ୍ରାନ୍ତ କରିପାରିଲୁ। ତ ପୁରୁଣା ପ୍ରେମିକ ରୁଦ୍ରକୁ ଡାକି ଛି ଛି ଛି। ମତେ ବିଶ୍ୱାସ କର, ମୁଁ ସେମିତି କିଛି କରିନି। ଆଉ ସଫେଇ ଦେବା ଦରକାର ନାହିଁ। ଏସବୁର ଗୋଟେ ସ୍ଥାୟୀ ସମାଧାନ ହବା ଦରକାର। ସ୍ଥାୟୀ ସମାଧାନ। अबे सॉरी सर बापा देखा जाऊन कि सॉरी सर अंधार कौन के सर सॉरी पुलिस वाला तो देखा जाऊना सर एटा फो फो डाकुची किछि गोटे क्राइम ना ना सर सॉरी सर कोन करछु बे किछि मु किछि करिनि कोन करछु सर किछि करनि सर
ସାର୍ ସହଜରେ ମାନିବନି ନା ସାର୍ ମୁଁ କିଛି କରିନି ଟିକେ ଦରକାର ସତ କହୁଛି ସାର୍ ମୁଁ କିଛି କରିନି ସରି ସାର୍ ସତର୍କ କଣ କରୁଛୁ ସାର୍ ସାର୍ ମୁଁ ସତ କହୁଛି ସାର୍ ମୁଁ କିଛି କରିନି କିଛି କରୁନୁ ନା ନା ସାର୍ ମୁଁ କିଛି କରିନି ସାର୍ ସତ କହୁଛି ନେଇ ଚାଲ ସାର୍ 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 ମୁଁ ସତ କହୁଛି ମୁଁ କିଛି କରିନି ସାର୍ ମତେ ତାକୁ ଛାଡ଼ପତ୍ର ଦବାକୁ ହବ। ମୁଁ ଭିତରକୁ ଆସିପାରିବି କି ସାର୍? Yes, come in. Please sit. ସାର୍ ମୁଁ ସମୀର। ହଁ ସମୀର ବାବୁ ମୋର ବୟସ ମୋର ପ୍ରଫେସନ ଏଇ ଦୁଇଟାର ଏକ୍ସପିରିଏନ୍ସକୁ ନେଇ ମୁଁ କହୁଛି ସମ୍ପର୍କ ଭାଙ୍ଗିଦେବାଟା ଭାରି ସହଜ ତାକୁ ଗଢ଼ି ତୋଳିବା ଆଉ ତାକୁ ସାରା ଜୀବନ ମାନି ଚଳିବା ଟିକେ ନୁହେଁ ବହୁତ କଷ୍ଟ ତଥାପି ସମୀର ବାବୁ ମୁଁ ଜାଣିବାକୁ ଚାହୁଁଛି ତମ ସମ୍ପର୍କରେ ଏମିତି କ'ଣ ଅସୁବିଧା ହେଇଗଲା ଯେ ତାକୁ ଭାଙ୍ଗିବା ପାଇଁ ତମେ ଆଇନର ଆଶ୍ରୟ ନେଉଛ? ଆକ୍ଚୁଆଲି ସାର୍ କଥାଟା ବହୁତ ବାଟ ଆଗେଇ ସାରିଲାଣି। केवल एतिके कहीहब विवाह विश्वास रे बंधा एक सामाजिक स्वीकृति कर्तव्य और दायित्वबोधता ए घरर कांथ और छात मनीष जदि जाशुणी भूल करे एभली हितकारी शब्दर परिभाषा को भूली जाए ताहले से ता जीवन रे सब किछि हरैदेब पाइब खाली दुख सतर्क कराइबा दायित्व आमर असुरक्षित रहिबा दायित्व आपण मानकर पुणी देखा आगामी अध्याय आउ एक नुआ कहानी को नहीं नमस्कार।